ନାମାଙ୍କନର ପ୍ରଥମ ଦିନରେ ବିଜୁ ଜନତା ଦଳ ପକ୍ଷରୁ ଭଦ୍ରକ ସବ୍ କଲେକ୍ଟର ଅଫିସଠାରେ ବରିଷ୍ଠ ବିଜେଡିର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ହଜାର ହଜାର ଦଳୀୟ କର୍ମୀଙ୍କ ସହ ଜଗନ୍ନାଥ ମନ୍ଦିର ଠାରୁ ଆସି ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହଜାର ହଜାର ବିଜୁ ଜନତା ଦଳର କର୍ମୀ ଓ ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଛି ଦଳ। ଭଦ୍ରକ ବିଜେଡି ପାର୍ଟି ଅଫିସଠାରୁ ବିରାଟ ବାଇକ୍ ରାଲି ବାହାରି ପ୍ରାର୍ଥୀ ଏକାଠି ହୋଇ ଦଳୀୟ ସ୍ଲୋଗାନ ଦେବା ସହ ଏଥର ବିଜୟ ସୁନିଶ୍ଚିତ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଏହା ଗ୍ୟାରେଣ୍ଟିକୁ ନେଇ ଲୋକମାନଙ୍କ ପାଖରେ ପହଞ୍ଚିବା କଥା କହିଛନ୍ତି। ଏହି ରାଲିରେ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରୀପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ, ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଯିଏକି ଖାଲି ଓଡ଼ିଶାର ଗୋଟେ ଶ୍ରେଷ୍ଠ ଶାସକ ବା ଶାସକ ହୁଅନ୍ତି, ସମଗ୍ର ଭାରତ ବର୍ଷରେ ଏକ ପରିଚିତ ନାମ ବିକାଶର ସାରଥୀ। ସେ ମୋ ଉପରେ ବିଶ୍ୱାସ ରଖି ଯେଉଁ ପ୍ରଥମ ଥର ଟିକେଟ୍ ଦେଇଛନ୍ତି, ତାଙ୍କ ବାପାଙ୍କ ସମୟରେ ଦୁଇଟା ଟିକେଟ୍ ପାଇଛନ୍ତି, ତାଙ୍କ ସମୟରେ ମଧ୍ୟ 5ଟା ଟିକେଟ୍ ପାଇଛନ୍ତି। ମୁଁ ସେଥିପାଇଁ ତାଙ୍କ ପାଖରେ କୃତଜ୍ଞ ଏବଂ ଭଦ୍ରକବାସୀଙ୍କ ପାଖରେ ମଧ୍ୟ ଋଣୀ ଯେ ସେମାନେ 1990-95 ଦୁଇଥର ପରବର୍ତ୍ତୀ ଅବସ୍ଥାରେ ଆଉ ଥରେ ବାଇ ଇଲେକ୍ସନରେ 3 ଥର ମଧ୍ୟ ଭଦ୍ରକ ନିର୍ବାଚିତ କରିଛନ୍ତି ଏବଂ ମୋର ପରିଚୟ ସୃଷ୍ଟି କରିଛନ୍ତି, ରାଜନୈତିକ ପରିଚୟ। ସେଥିପାଇଁ ମଧ୍ୟ ମୁଁ ତା ପାଖରେ ଋଣୀ। ତେଣୁ ସିଏ କ'ଣ କୁହନ୍ତୁ କି ନ କୁହନ୍ତୁ, ମୁଁ ଭଦ୍ରକବାସୀଙ୍କର ସମସ୍ୟା ସମ୍ପର୍କରେ ସମ୍ପୃକ୍ତ। ତାଙ୍କ ସମସ୍ୟା ନିଶ୍ଚିତ ସମାଧାନ ହେବ। এইথিপাই ভদ্রকর বিকাশକୁ ଆଗକୁ ନେବେ। ନବୀନ ପଟ୍ଟନାୟକ ଓଡ଼ିଶାରେ ନିଶ୍ଚିତ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଏବଂ ଭଦ୍ରକ ସମସ୍ୟା ସହ ସେ ମଧ୍ୟ ଅବଗତ। ଏବଂ ଆପଣ ସମସ୍ତେ ଜାଣନ୍ତି ଯେ ବିଜୁ ଜନତା ଦଳ କେବଳ ଏକମାତ୍ର ଦଳ ଯେହେତୁ ଓଡ଼ିଶାବାସୀଙ୍କର ସେବାରେ ନିଜକୁ ନିୟୋଜିତ କରିଛି ଏବଂ ଭଦ୍ରକର ସାମଗ୍ରିକ ବିକାଶ କରିବା ପାଇଁ ମଧ୍ୟ ସଂକଳ୍ପ ନେଇଛି। ଯାହା ବିଜୁ ଜନତା ଦଳ ଯେଉଁଟା ନ ହେଇଛି ତାହା ହିଁ ବିଜୁ ଜନତା ଦଳ କରିବ। ଯାହା ହେଇଛି ବିଜୁ ଜନତା ଦଳ କରିଛି, ଯାହା ନ ହେଇଛି ମଧ୍ୟ ତାକୁ ମଧ୍ୟ ବିଜୁ ଜନତା ଦଳ ଷଷ୍ଠ ଥର ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେଲା ପରେ ପ୍ରାଥମିକତା ଦେଇ ଭଦ୍ରକରେ ସେ କାର୍ଯ୍ୟଗୁଡ଼ିକ ହେବ। ସେ ମେଡ଼ିକାଲ କଲେଜ ହେଉ କି ୟୁନିଭର୍ସିଟି ହେଉ, କୃଷି ଉପରେ ହେଉ କି ଆମର ମ୍ୟୁନିସିପାଲିଟିର ଡ୍ରେନେଜ୍ ହେଉ କି ଗ୍ରାମାଞ୍ଚଳର ବିକାଶ ହେଉ, ପୁରୁଣା ବଜାରର ବସ୍ତିର ଉନ୍ନତି ହେଉ, ଇଏ ଯେଉଁ ସବୁ ରହିଛି ଆପଣ ଦେଖିବେ ଭଦ୍ରକର ରୂପ ବଦଳିବ। କାରଣ ରୂପାନ୍ତରୀକରଣ କେବଳ ବିଜୁ ଜନତା ଦଳ ସରକାର କରୁଛି। ସ୍କୁଲ ଗୁଡ଼ିକ ଦେଖୁଛନ୍ତି କିଭଳି ହେଇଛି, ରାସ୍ତାଗୁଡ଼ିକ କେମିତି ହେଇଛି, ବିଶ୍ୱବିଦ୍ୟାଳୟ ଗୁଡ଼ିକ କେମିତି ହେଇଛି। ତେଣୁ ସେଇଥିପାଇଁ ଯାହା କିଛି ଭଦ୍ରକର ରହିଛି ଜନସାଧାରଣଙ୍କର ସମସ୍ୟା, ନିଶ୍ଚିତ ଭାବରେ ଏଇ ଯେଉଁ ଷଷ୍ଠ ଥର ନବୀନ ମୁଖ୍ୟମନ୍ତ୍ରୀ ହେବେ, ଆମେ ତାକୁ ସବୁ ବିଧାୟକ ଯେଉଁ 5 ଜଣ ରହିଲୁ ବିଜୁ ଜନତା ଦଳର MP ମହୋଦୟ ରହିବେ, ଆମେ ମିଳିତ ଭାବରେ ନବୀନ ବାବୁଙ୍କ ପାଖରେ ଉପସ୍ଥାପନା କରି ଆମ ଜିଲ୍ଲାର ଉନ୍ନତି ସହିତ ଆମ ଭଦ୍ରକର ମଧ୍ୟ ଉନ୍ନତି କରିବା ପାଇଁ ସଂକଳ୍ପ ନେଇଛୁ। ଖାଲି MLA ହେବା ପାଇଁ ଆମେ ନିର୍ବାଚିତ ହେଉଛୁ, କାମ କରିବା ପାଇଁ ଆମେ ନିର୍ବାଚିତ। ଭଦ୍ରକରୁ ପୁନିଲ କୁମାର ସାମନ୍ତଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।